দর্শক বন্ধু ଏହି ପାଞ୍ଚଟି ଜିନିଷ ଆପଣଙ୍କ ଘରେ ନିଶ୍ଚିତ ଭାବରେ ରଖନ୍ତୁ। ପ୍ରଥମଟି ହେଲା ଶଙ୍ଖ। ଆପଣଙ୍କ ଘରେ ନିଶ୍ଚିତ ଭାବରେ ଶଙ୍ଖଟିଏ ରଖନ୍ତୁ। ଯଦି ତାହା ବଜାଇବା ଶଙ୍ଖ ପ୍ରତ୍ୟେକ ଦିନ ସକାଳେ 3 ଥର ବଜାନ୍ତୁ ଏବଂ ବଜେଇ ସାରିବା ପରେ ଶଙ୍ଖଟିକୁ ଧୋଇ ଦେଇ ସେଥିରେ ପାଣି ରଖି ଠାକୁରଙ୍କ ସମ୍ମୁଖରେ ରଖନ୍ତୁ। ଘରେ ଗୋଟିଏ ଛୋଟିଆ ଶିବଲିଙ୍ଗଟିଏ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଶିବଲିଙ୍ଗକୁ ପୂଜା କରନ୍ତୁ। ଦେଖିବେ ଆପଣଙ୍କ ଘର ମଧ୍ୟରୁ ସମସ୍ତ ପ୍ରକାର ବିପତ୍ତି ସଙ୍କଟ ଦୂରେଇଯିବ। ତୃତୀୟ ହେଲା ଗରୁଡ଼ ଘଣ୍ଟି। ଠାକୁରଙ୍କୁ ଆଳତୀ କରିବା ସମୟରେ ଆମେ ତ ଘଣ୍ଟିକୁ ବଜାଉଛେ, କିନ୍ତୁ ଆଳତୀ କରିସାରିବା ପରେ ଘର ଭିତରେ ଯଦି ଚାରିଆଡ଼େ ଆମେ ବୁଲି ବୁଲି ସେଇ ଘଣ୍ଟିଟିକୁ ଟିକେ ସମୟ ବଜେଇବା, ଦେଖିବେ ଘର ମଧ୍ୟରୁ ନକାରାତ୍ମକ ଶକ୍ତି ନିଶ୍ଚିତ ଭାବରେ ଦୂର ହେବ। ଏବଂ ଘରେ ଶାଳଗ୍ରାମ ରଖନ୍ତୁ ଏବଂ ଶାଳଗ୍ରାମକୁ ପୂଜା କରନ୍ତୁ ଏବଂ ପ୍ରତ୍ୟେକ ଦିନ ଶାଳଗ୍ରାମ ପାଣିକୁ ଆପଣମାନେ ଗ୍ରହଣ କରନ୍ତୁ। ଦେଖିବେ ଆପଣଙ୍କୁ ଆସିବାକୁ ଥିବା ସମସ୍ତ ପ୍ରକାର ବିପତ୍ତି ଏବଂ ସଙ୍କଟ ନିଶ୍ଚିତ ଭାବରେ ଦୂରେଇଯିବ। ଏବଂ ପ୍ରତ୍ୟେକ ଲୋକ ସେମାନଙ୍କ ଘରେ ତୁଳସୀ ଗଛ ରଖନ୍ତୁ ବା ବୃନ୍ଦାବତୀଙ୍କୁ ପୂଜା କରନ୍ତୁ। ମାଙ୍କର ଆଶୀର୍ବାଦ ଯଦି ଆପଣଙ୍କ ଉପରେ ରହିବ, ଘର ମଧ୍ୟକୁ କେବେ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ। କୌଣସି ପ୍ରକାର ବିପଦ ସଙ୍କଟ ଆପଣଙ୍କ ଘରକୁ କେବେ ମଧ୍ୟ ଆସିବ ନାହିଁ।